अजय तू एमती बेदी उठी आसिलु कौन बुझी पारिली ओ सबो किछि बुझी पारिली ओडिसारे मते बाहागर छान दिला सेही भाई तो से घर जाने कोने पड़े जाईछि नाइ रे बाबा कुआडे जीव पिला लोक एई पाखा बाई करथिबो पळे आसोनी बाबा पिलाटी बेडरू बहु देखिनी तमे ही मोर बापा बहु सबो किछि मते एतुली साडरू देखिबा ठारू आरंभ करी आजी एते बड़ करी समाजरे बंचिबा शिखेइछ ଭଲ ମନ୍ଦ ବୁଝି ହାତ ଧରି ଚାଲିବା ଶିଖେଇଛ ମୁଁ ନିଜକୁ କେମିତି ବୁଝେଇ ବାପା ମତେ ବିବାହ କରିବାକୁ ଯାଉଥିବ ଝିଅଟା ତା ବାପା ମାଙ୍କ ମୁହଁରେ କଳା ବୋଳି ଏ ଘର ଛାଡ଼ି କୁଆଡ଼େ ପଳେଇ ଯାଇଛି तू मन दुख करना बापा मन दुख कले मो छाती फाटी जीव रे मो छाती फाटी जीव आमे तो पुओ घर लोक तोर ए झियो सहित नहेले भी आउ को झियो सहित बाहागर होई पारिबो किंतु थोड़े से बापा मां को कथा टिके चिंता करलो बाबा जो बापा मां छोटा स्नेहरे छोटरू एड़े बड़ टिके गले आज से झियो ता बापा मां को मुंह को टिकी हेले भी चाहे नहीं ବାପା ସେହି ଝିଅଟିର ବୋଉ କଥା ଭାବିଲା ବେଳକୁ ନା କାହିଁ ମୋର ମୋ ବୋଉ କଥା ମନେ ପଡ଼ିଯାଉଛି ଏ ବୋଉ ତୁ ଉପରେ ଥାଇ ଦେଖିଲ ତମକୁ ଆଜି କେମିତି ଶିଶୁ ବଡ଼ ହୋଇ ମହାବେଦୀରୁ ଫେରି ଯାଉଛି ତୁ ଦେଖିଲ ବୋଉ ତୁ ଦେଖେ तू कांदले बापा तू कांदले तू जमा सोई पारिबिनी बापा तू जमा सोई पारिबिनी आमे दुई जण बापा को हेले मध्य ए दुनिया रे हमर दुई बंधुर संपर्क तो मां तोते छाड़ी चाली गलारू तोते आज समाज रे एडे करे ठिया करछि किंतु आज जाए तो मां रो अभाव जानिबा को देई दे बाबा तो मां रो सब ओळी अतळी को मु सही आसी रे बाबा मु सही आसी ତମେ କାନ୍ଦିଲେ ମୁଁ ସହିପାରିବି ଚାଲ ବାବା ଅନେକ ଜାଗା ଛାଡ଼ି ଚାଲିଯିବା ନାଇଁ ବାବା ଅନୁରାଗ ବାବୁଙ୍କୁ ନ ଜଣେଇ ଏ ଜାଗାଟା ଛାଡ଼ି ଚାଲିଯିବା କ'ଣ ଉଚିତ ହେବ ତୁ ଚାଲ ଆମେ ସେମାନଙ୍କ ସହିତ ଟିକେ କଥା ହୋଇଯିବା ବାବା ଆଉ ସେମାନଙ୍କ ସହିତ ଆମେ ଆଉ କ'ଣ କଥା ହେବା ଆମେ ଆଉ କ'ଣ କଥା ହେବା ନାଇଁ ରେ ବାବା ତାଙ୍କ ଝିଅ ଓଡ଼ିଶା ସିନା ଭୁଲ କଲା ହେଲେ ଏଥିରେ ଅନୁରାଗ ବାବୁ ଆଉ ତାଙ୍କ ପରିବାରର କ'ଣ ଭୁଲ ଅଛି ତୁ ମୋ ସହିତ ଆସ ଆମେ ସେମାନଙ୍କ ସହିତ ଦେଖା କରି ଚାଲିଯିବା अवधिका मु बुझीपारुनी ठाकुरे मो बेटी को एमती पहाड़ पर पहाड़ कहीं नहीं चली ତମେ କାହିଁକି ବ୍ୟସ୍ତ ହେଉଛ କହିଲ ସବୁ ଠିକ୍ ହୋଇଯିବ କିଛି ଆଉ ଠିକ ହବ ଅବଧିକା
ହବନି। ମୁଁ ଠିକ ବୁଝିପାରୁଛି ଭଗବାନ ମତେ କାହିଁକି ଡର ବିକଳ କରୁଛନ୍ତି। ସେ ବୁଢ଼ାକୁ ବି ଏମିତି କରିବ ବୋଲି ମୁଁ ସ୍ୱପ୍ନରେ ମଧ୍ୟ ଭାବିନଥିଲି। ଅବନ୍ତିକା, ଆମେ ଅନୁଭବ ବାବୁଙ୍କୁ କେମିତି ମୁହଁ ଦେଖାଇବା, କେମିତି କହିବା ଆମ ଝିଅ ଆଉ ଆମ ଘରେ ନାହିଁ। ସେଇ କଥା ଶୁଣି ସାରିବା ପରେ ଖାଇବା ଥାଳିରୁ ଉଠି ତମ ପାଖକୁ ଯାଇ ଆସିଛି। ଖାଉଥିଲେ ମୁଁ ଚିକେନ ଭାତ ଖାଉଥିଲି, କହିଲା କଣ ଡଙ୍ଗା ଆମ୍ବୁଲ ଚାଟ। ତମ ଝିଅ ଯୋଉ କର୍ମ କଲା ତାର ଫଳ ତମକୁ ଭୋଗିବାକୁ ପଡିବ। ମଉସା, ଆମେ କଣ ଜାଣିଥିଲୁ ଅନିତା ଆମ ସହ ଏମିତି ଧୋକେବାଜ କାମ କରିବ ବୋଲି? ଇରେ ଧୋକେବାଜ କାମ କଣ? ନା ଧୋକେବାଜ କାମ କଣ? ଅନିଶାଟା ତ ବାଧ୍ୟ ଝିଅଟା ବୋଲି ମୁଁ ଆଜି ଜାଣିଲି। ସିଏ ତ ଚାଲିଗଲାଣି, ହେଲେ ତମ ଦୁଇ ଜଣକୁ ଘର ବାରଣ୍ଡାକୁ ଟାଣି ଦେଇଗଲା। ଇରେ ଅନୁରାଗ ବଳବନ୍ତରାୟ କଣ କମ ନାମ ଥିଲା ବାଲା? ସିଏ ଚାଲିଗଲେ ପରା ଶୋଇଥିବା ଷଣ୍ଢ ରୁଟି ପଡିବ। ଅବାଟୁଆ ବାବୁ, ସେମିତି କହି ଆଉ ମତେ ଲଜ୍ଜିତ କରନ୍ତୁ ନାହିଁ। ଇରେ ଲଜ୍ଜିତ କଥା କଣ କହୁଛନ୍ତି? ଆପଣ ଝିଅ ଯୋଉ କାମ କରିଛି ଆପଣ ରାସ୍ତାରେ ମୁଣ୍ଡ ଟେକି ବାଟ ଚାଲି ପାରିବେନି। ମୁଁ ପରା ଏ ଗାଁର ସଭାପତି ଅବାଟୁଆ। କହୁଛି, ତମ ଝିଅ ପାଇଁ ତମ ପରିବାର ଗାଁରେ ବାଛନ୍ଦ ହେବ। ଏଇଠି କାହା ସହିତ କଥାବାର୍ତ୍ତା ହୋଇପାରିବ ନାହିଁ। ଆଉ ବଡ ଲୋକ ବୋଲି ସଭା ସମିତିରେ ମଧ୍ୟ ବସି ପାରିବ ନାହିଁ। ହଉ, ମୋ କଥା ତ ମୁଁ କହିସାରିଲି। ଚାଲ ଚାଲ ଆମେ ତୋର ଯିବା। ଆଉ ତୋର କହିଦବୁ ଗାଁରେ ଡେଙ୍ଗୁରା ପିଟିବ। ଅନୁରାଗ ବଳବନ୍ତ ରାୟଙ୍କ ଝିଅର ବାହାଘର ଦିନ ଘର ଛାଡି ଚାଲି ଯାଇଥିବା ଯୋଗୁଁ କେହି ତାଙ୍କ ଭୋଜି ଚୁପ୍ ଖାଇଲ ନାହିଁ। ଚାଲ ବେ। ମଉସା, ମଉସା ମୋ କଥା ଟିକେ ଶୁଣ। ଦେଖ, 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 ଝିଅମାନେ। ଗୋଟେ ଝିଅ ବାପା ମାଆଙ୍କ ମୁହଁରେ ଛେପ ପକାଇ ଗଲା ପରେ ବାପା ମାଆମାନେ କେତେ ଯନ୍ତ୍ରଣାର ଶିକାର ହେଉଛନ୍ତି। ଗଲାବେଳେ ଥରେ ତ ନିଜ ଜନ୍ମ କଲା ବାପା ମାଆଙ୍କ କଥା ଚିନ୍ତା କର। ଅବନ୍ତିକା, ମୋ ଛାତି ଗଡ଼ି ଯାଉଛି, ଅବନ୍ତିକା। ମୋ ଛାତି ଗଡ଼ି ଯାଉଛି। ମୁଁ ଆଉ ବଞ୍ଚିପାରିବି ଅବନ୍ତିକା। ଅନୁରାଗ ବାବୁ, ମତେ କ୍ଷମା କରିଦିଅନ୍ତୁ ଅନୁଭବ ବାବୁ। ମୁଁ କଣ କହିବି ନିଜେ କିଛି ବୁଝିପାରୁନି।
ବୁଝିପାରୁନାହିଁ ଆପଣଙ୍କୁ କିଛି କହିବା ଦରକାର ନା ଆପଣଙ୍କୁ ଆପଣ କାହିଁକି ଏତେ କଥା ଚିନ୍ତା କରୁଛନ୍ତି କହିଲେ? କେମିତି ଭାବିବିନି କହିଲେ? ମୋରି ଝିଅ ପାଇଁ ଆପଣଙ୍କ ପୁଅକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଲା। ବାବୁ କମଳା, ତୁ ଅଜିତ ବାବୁ ଶିଶୁପାଳ ହୋଇ ଫେରିବେନି ବାବୁ। ଆପଣଙ୍କ ଝିଅ ହିଁ ଅଜିତ ବାବୁଙ୍କୁ ବିବାହ କରିବ। ଏ କମଳା, ତୁ କଣ କହୁଛୁ? ମୁଁ କିଛି ବୁଝିପାରୁନି। ବାବୁ ଆପଣ ଯଦି ଅନୁମତି ଦେବେ ଆପଣଙ୍କ ଝିଅ ଅନୁ ଅଜିତ ବାବୁଙ୍କୁ ବିବାହ କରିବ। ମୋ ଝିଅ, ମୋ ଝିଅ, ମୁଁ ତ ଶୁଣିଥିଲି ସେଦିନ ମୋ ଝିଅକୁ ମେଡିକାଲରେ ଗ୍ରହଣ ନ କରିବାରୁ ତୁ ତାକୁ କୁଆଡ଼େ ନେଇ ଚାଲିଗଲୁ। ଆଉ ଏକ ଦୁର୍ଘଟଣାରେ ତୁମ ଦୁଇ ଜଣଙ୍କର ମୃତ୍ୟୁ ହୋଇଗଲା। ଆମର କିଛି ହୋଇନି ବାବୁ। ସେ ସବୁ ଲମ୍ବା କଥା ପରେ କହିବି। ଯେଉଁ ଝିଅ ଆପଣଙ୍କ ଘରକୁ ସବୁବେଳେ ଯିବା ଆସିବା କରେ ଓ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମାରେ ଅଭିଳାଷରେ ରାକ୍ଷୀ ବାନ୍ଧେ ସେଇ ଝିଅ ହେଉଛି ଆପଣଙ୍କ ଝିଅ स्नेह ममता नीला चोइचिता लिभि गला सब आसान सरिता स्नेह ममता नीला चोइचिता लिभि गला सब आसान सरिता भागिला थोड़ा सहरा छोड़ा छोड़ा ମୋ ଝିଅ, ମୋ ଝିଅ ଅନୁ। ଅନୁଭବ ବାବୁ, ଆପଣଙ୍କ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ମୋ ଝିଅ ଅନୁ ଅଜିତ ବାବୁଙ୍କୁ ବିବାହ କରିବ। ଏ ମା, ଏ ହତବାଗ ବାପାଟାର କଟା ରଖି ଫୁଟିରେ ମା। ମୁଁ ନିଶ୍ଚୟ ରଖିବି। ଆଜି ଯେତେବେଳେ ଆପଣ ହେଉଛନ୍ତି ମୋର ପ୍ରକୃତ ବାପା, ଗୋଟେ ଝିଅର ସେତେବେଳେ ଝିଅ ଜୀବନ ସାର୍ଥକ ହୁଏ ଯେତେବେଳେ ସେ ଝିଅ ତା ବାପା ମାଙ୍କ କଥାକୁ ସ୍ୱୀକାର କରିଥାଏ। ମୋ ଝିଅ, ମୋ ଝିଅ ଅନୁ, ଶୁଣ, ଶୁଣ ଏ ଝିଅମାନେ ଶୁଣ। ମୋ ଝିଅ ଅନୁ କଣ କହୁଛି ଶୁଣ। ହେ କମଳା, ତତେ କଣ କହି ଧନ୍ୟବାଦ ଦେବି? ମୋ ପାଖରେ କିଛି ଭାଷା ନାହିଁ ଲୋ, ମୋ ପାଖରେ କିଛି ଭାଷା ନାହିଁ। ମୋ ଝିଅକୁ ତୋ ପାଖରେ ରଖି ଯୋଉ ସଂସ୍କାର ଦେଇଛୁ, ମୁଁ ସବୁବେଳେ ତୋ ପାଖରେ ଋଣୀ ହୋଇ ରହିବି ଲୋ, ଋଣୀ ହୋଇ ରହିବି। ବାବୁ, ମୋର ଆପଣଙ୍କ ଘରର ଚାକରାଣୀ। ମୁଁ ଆପଣଙ୍କ ଘରର କେତେ ଋଣ ଖାଇଛି। ସେଥିପାଇଁ ମୁଁ ଓଲଟା ଆପଣଙ୍କ ପାଖରେ ଋଣୀ ବାବୁ, ଆପଣଙ୍କ ପାଖରେ ଋଣୀ। ସମୁଦ୍ରୀ ଆଉ ଡେରି କରୁଛନ୍ତି କାହିଁକି? ଚାଲନ୍ତୁ ଶୀଘ୍ର ବାହାଘର କାମଟା ସାରିଦେବା। ହଁ ସମୁଦ୍ର।